ବ୍ରତ ରଖିଛି। ଶିବଙ୍କ ଆସିଥିଲେ ଦୀପ ଲଗେଇଲେ ହଁ ଦୀପ ଲଗେଇଲେ କଣ କହିକି ଠାକୁର ଡାକିଲ? ମୁଁ ଠାକୁର ଡାକି ଯେ ମୋତେ ଗୋଟେ IPS କରିଦିଅନ୍ତୁ। ଠାକୁର ପାଖରେ ବ୍ରତ ରଖିଛି। ଶିବରାକୁ କେତେ ଭଲ ପାଆନ୍ତି? ବହୁତ ଭଲ ପାଏ। ଭଲ ପାଆନ୍ତି। ସାଙ୍ଗରେ କିଏ କିଏ ଆସନ୍ତି ମନ୍ଦିରରେ? ଆଜ୍ଞା ମନ୍ଦିରକୁ କିଏ କିଏ ଆସୁଛନ୍ତି ସାଙ୍ଗରେ? ମାମା ବାବା ଦିଦି ମୁଁ। ସମସ୍ତେ ମିଶି ମନ୍ଦିରକୁ ଆସ? ହଁ ଯାହା ଦୀପ ଲଗେଇଛ? ହଁ ଦୀପ କୋଉ ଦୀପ? ଛୋଟ ଦୀପ ନା ବଡ ଦୀପ ଲଗେଇଛ? ବଡ଼ ଦୀପ। ଦୀପ ଲଗେଇ କଣ ମାଗିଲ ଠାକୁରଙ୍କୁ? ମୋତେ ଗୋଟେ IPS ଆଉ ମୋ ପରିବାର ଭଲ ରହୁ। ଘରେ ଠାକୁର ଶିବକୁ ପୂଜା କରନ୍ତି? ହଁ କଣ କୁହନ୍ତି ଶିବକୁ? ଶିବର ଜାଣିଛନ୍ତି? ସବୁ ଠାକୁରଙ୍କୁ ମାଗେ ସବୁ ୱିସ୍ ମୋ ୱିସ୍। ଆଜି ଏଇ ଦୀପ ଲାଗି ବହୁତ ମାନେ ଉତ୍ସାହିତ ଅଛନ୍ତି ଆପଣ? ହଁ ବହୁତ। ବହୁତ ଖୁସି ଅନୁଭବ ହଉଛି। ଆଗକୁ କଣ ଲକ୍ଷ୍ୟ ରହିଛି ଆପଣଙ୍କର? ମୋର ଲକ୍ଷ୍ୟ ହେଲା ମୁଁ ଗୋଟେ IPS ହେବି। IPS ହେବା ପାଇଁ ଚାହୁଁଛ? ସେ ବି ଠାକୁର ଡାକିଲ? ଶିବ ତ ହେଉଛନ୍ତି ମୋର ଇଷ୍ଟ ଦେବଦେବ ମହାଦେବ କୋପେବର ତପେବର ଆଉ। ଶିବ ପୂଜାରେ କଣ ପାଇଛନ୍ତି ଆପଣ? ଶିବ ପୂଜାରେ ସତ କହିବାକୁ ଗଲେ ପୁଅଟିଏ ପାଇଛି। ଶିବ ପୂଜାରେ ପୁଅ ପାଇଛନ୍ତି? ନିଶ୍ଚିତ ଭାବେ। କେମିତି ପୂଜା କରୁଥିଲେ ଆପଣ? ପୁଅ ପାଇଛନ୍ତି? ମୁଁ ତ ମହାଦେବଙ୍କୁ ମୋର ଆଦ୍ୟରୁ ମାନେ ମୁଁ ଯେବେଠୁ ଜନ୍ମ ହେଇଛି ମାନେ ମୋର ହେତୁ ପାଇଛି ମୁଁ ସେବେଠାରୁ ମହାଦେବଙ୍କୁ ଭଲ ପାଏ, ତାଙ୍କୁ ଭଗବାନଙ୍କୁ ପୂଜା କରେ। ଆଉ ମୋର ମାନେ ସକାଳୁ ରାତି ପର୍ଯ୍ୟନ୍ତ ମୋ ଚିନ୍ତାଧାରାରେ ଭଗବାନ, ତାଙ୍କୁ ଡାକିକି ମୋ କାର୍ଯ୍ୟ ଚାଲେ। କଣ ଦେଇକି ପୂଜା ପାଇଛନ୍ତି? ଶୁଣନ୍ତୁ, ମନରେ ଭକ୍ତି ଆଉ କିଛି ନାହିଁ। ଆମେ କ'ଣ ଭଗବାନଙ୍କୁ ଆମେ କ'ଣ ଦେଇପାରିବା? କେବଳ ଭକ୍ତି। ସମସ୍ତେ ଭକ୍ତି କରୁଛନ୍ତି, ହଁ ସମସ୍ତେ ପୂଜା କରୁଛନ୍ତି। କିନ୍ତୁ କିଛି ଲୋକ ଝିଅ ହେଉଛି, ଆପଣ ପୁଅ କେମିତି ହେଲା? ନାଇଁ, ସେ ତ ମୁଁ ଗୋଟେ ମାନସିକ ଥିଲା ଆମର ଧବଳେଶ୍ୱର ମହାଦେବଙ୍କ ପାଖରେ। ଏଇଠି ବି ବାବା ଆଖଣ୍ଡଳ ମଣିକି ଡାକିଥିଲି, ଆଉ ସେ ମାନସିକରେ ପୂରଣ ହେଇଥିଲା ଆଉ। କେତେ ନିଷ୍ଠାରେ ଅଛନ୍ତି ଆପଣ ଶିବରାତ୍ରି? ପୁରା ନିଷ୍ଠା, ବହୁତ ଖୁସି, ବହୁତ ସନ୍ତୋଷ। ଆଉ ଜନସମାଗମ ଦେଖୁଛନ୍ତି ତ ଆପଣ, କାର୍ଯ୍ୟକ୍ରମ ଚାଲିଛି ଆଉ। ମନ୍ଦିର କଣ ରହିଛି? କାର୍ଯ୍ୟକ୍ରମ କଣ ରହିଛି? ମନ୍ଦିର କାର୍ଯ୍ୟକ୍ରମ କଣ ରହିଛି? ମନ୍ଦିର ଆମର ତ ସକାଳୁ ପୂଜା ଚାଲିଛି, ଆଉ ବର୍ତ୍ତମାନ ମହାଦୀପ ଉଠିଲା ପରେ ପ୍ରସାଦ ସେବନ ହେବ। ଭକ୍ତମାନେ ଅପେକ୍ଷା କରିକି ଅଛନ୍ତି। ପାଖାପାଖି 10,000 ଲୋକ ପାଇଁ ଆୟୋଜନ ହେଇଛି, ବହୁତ ବଡ଼ ଆୟୋଜନ। 27 ବର୍ଷର ଅନୁଷ୍ଠାନ। ମାନେ ମୁଁ ଯେବେଠୁ ମାନେ ମୋ ଜନ୍ମରୁ ମୁଁ ଦେଖୁଛି ଏ ମନ୍ଦିର। ଦୀପ ଆଉ ମହାଦୀପ ତଫାତ୍ କଣ? ଦୀପ ସମସ୍ତେ ଲଗାନ୍ତି। ମହାଦୀପ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। ମହାଦୀପ ଉଠିଲା ପରେ ସବୁଠି ଦୀପ ଉଠିବ। ଶିବ ଚତୁର୍ଦ୍ଦଶୀ ହେଉଛି ବର୍ଷକୁ ବର୍ଷ ବଢ଼ିବାକୁ ଲାଗିଛି। ଏ 27 ବର୍ଷ ହେଲାଣି ଏଠି ଆଖଣ୍ଡମଣିଙ୍କର ଶିବଙ୍କର ପୂଜାପାଠ ହେଉଛି। ଆଉ ଆଗ ଅପେକ୍ଷା ଦିନେ ଦିନେ ଉନ୍ନତି ହେଉଛି, ଲୋକ ବି ବହୁତ ବଢ଼ୁଛନ୍ତି। ଆର ବର୍ଷ ଯେତେ ଲୋକ ଥିଲେ ଏ ବର୍ଷ ତା ଡବଲ ଲୋକ ହେଇଛନ୍ତି। ଆଉ ଲୋକଙ୍କର ବି ଆଗମନ ଆସୁଛନ୍ତି। ଏବେ ବି ଭିଡ଼ ଜମି ରହିଛି। ଏ ଠାକୁରଙ୍କର କିମ୍ବଦନ୍ତୀ ବହୁତ ରହିଛି। ଏ 27 ବର୍ଷ ହେଲାଣି ଏ ମନ୍ଦିର। 27 ବର୍ଷ ଭିତରେ ପ୍ରତ୍ୟେକ ଠାକୁରଙ୍କର ଯେଉଁ ମାନସିକ ଯେଉଁମାନେ କରୁଛନ୍ତି ସେମାନଙ୍କର ମାନସିକ ପୂରଣ ହେଉଛି। ଆଉ ବର୍ଷକୁ ବର୍ଷ ଶିବରାତ୍ରିରେ ବହୁତ ଲୋକଙ୍କର ଭିଡ଼ ଏଠି ଜମୁଛି। ଆପଣ କ'ଣ ଅନୁଭୂତି ପାଇଛନ୍ତି? ଏଠି ଅନୁଭୂତି ବୋଲି ଠାକୁରଙ୍କୁ ଯେଉଁ ଆମେ ମାଗିଛୁ ଠାକୁର ପୁରା କରିଛନ୍ତି, ଏବଂ ଠାକୁରଙ୍କୁ ଯେଉଁ ବିପଦ ଦୁଃଖ ସୁଖ ସମୟରେ ଠାକୁରଙ୍କୁ ଆମେ ପାଖକୁ ଆସିଛୁ, ଠାକୁର ଆମ କଥା ସବୁବେଳେ ଶୁଣିଛନ୍ତି।